ମାଣିକ ଗୌଡ଼ୁଣୀ ପ୍ରଭୁ ଶ୍ରୀ ଜଗନ୍ନାଥ ଲୀଳାମୟ କେତେବେଳେ ମାନବ ରୂପ ଧରି ଉଭା ହୋଇଛନ୍ତି ତ କେତେବେଳେ ପୁଣି ଦାରୁ ବିଗ୍ରହ ପାଲଟି ଯାଇଛନ୍ତି। ସଂସାରର ପାଳନ ପାଇଁ ପ୍ରଭୁଙ୍କ ଏହି ଲୀଳା ଖେଳା। ଭକ୍ତିରେ ପ୍ରଭୁ ହୁଅନ୍ତି ବସ। ଭକ୍ତଟିଏ ପ୍ରଭୁଙ୍କର ଦର୍ଶନ ପାଇଁ ହୋଇଥାଏ ବ୍ୟାକୁଳ। ପ୍ରଭୁ କେତେବେଳେ କେଉଁ ରୂପରେ ଦର୍ଶନ ଦିଅନ୍ତି ତାହାର ପଟାନ୍ତର ନାହିଁ। ପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ହୋଇଯାଏ ଧନ୍ୟ। କୋଟି ଜନ୍ମର ପୁଣ୍ୟଫଳ ଥିଲେ ଭକ୍ତଟିଏ ଦର୍ଶନ ପାଏ ପ୍ରଭୁଙ୍କର। ମାଣିକ ଗୌଡ଼ୁଣୀ କି ତପ କରିଥିଲା କେଜାଣି କେବଳ ପ୍ରଭୁଙ୍କର ଦର୍ଶନ ପାଇନଥିଲା, ବରଂ ପ୍ରଭୁଙ୍କର ସନ୍ତକକୁ ସ୍ପର୍ଶ କରି ଲଭିଥିଲା ପରମ ସୌଭାଗ୍ୟ। କେବଳ ପୁରାଣ ପୋଥି କିମ୍ବଦନ୍ତୀ ନୁହେଁ, ଇତିହାସରେ ମଧ୍ୟ ଓଡ଼ିଶା ନରପତିଙ୍କର କାଞ୍ଚି ଅଭିଯାନ ଏବଂ ମାଣିକ ଗୌଡ଼ୁଣୀର ସୌଭାଗ୍ୟ ପ୍ରାପ୍ତି ବିଷୟରେ ଲିପିବଦ୍ଧ ହୋଇ ରହିଅଛି। ପୂର୍ବେ ଗଙ୍ଗବଂଶର ରାଜାମାନେ ଉତ୍କଳ ପ୍ରଦେଶ ରାଜ୍ୟରେ ଶାସନ କାର୍ଯ୍ୟ କରୁଥିଲେ। ସେମାନେ ସିନା ଗୋଟିଏ ରାଜ୍ୟର ରାଜା, କିନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥ ସେ ପରା ସମଗ୍ର ବିଶ୍ୱର ରାଜା। ତେଣୁ ଏହି ରାଜାମାନେ ନିଜକୁ ପ୍ରଭୁ ଜଗନ୍ନାଥଙ୍କୁ ଦାସ ରୂପେ ନିଜକୁ ପ୍ରଭୁଙ୍କ ଚରଣରେ ସମର୍ପି ଦେଉଥିଲେ। ପ୍ରଭୁଙ୍କର ସେବାରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ଲାଭ କରୁଥିଲେ। ଗଙ୍ଗବଂଶର ଜଣେ ରାଜା ଥିଲେ ଶ୍ରୀ କପିଳେନ୍ଦ୍ର ଦେବ। ପ୍ରଭୁଙ୍କ କରୁଣା ଏବଂ ନିଜର ସାହସ ଦକ୍ଷତା ଯୋଗୁଁ ନିଜକୁ ରାଜପଦରେ ଅଧିଷ୍ଠିତ କରିପାରିଥିଲେ ରାଜା। ସୁନ୍ଦର ସୌମ୍ୟ ରୂପ, ମନରେ ଅସୀମ ଧୈର୍ଯ୍ୟ, ସାହସ, ରାଜ୍ୟ ଜୟ କରିବାର ଅଭିଳାଷ ରଖିଥିବା ରାଜା, କିନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଥିଲେ ପରମ ଭକ୍ତ। ଏକଦା ଯୁବକ ଅବସ୍ଥାରେ ରାଜା କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ଭ୍ରମଣ ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ। ପଥରେ କାଞ୍ଚି ରାଜ୍ୟରେ ପ୍ରବେଶ କରିଥିଲେ। କାଞ୍ଚି ରାଜ୍ୟର ଏକ ସୁରମ୍ୟ ଉଦ୍ୟାନରେ ନିଜର ଶିବିର ପକାଇ ରହିଥିଲେ। ଏହି ସମୟରେ ହିଁ କାଞ୍ଚିର ରାଜକୁମାରୀ ପଦ୍ମାବତୀଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ପଦ୍ମାବତୀ ଥିଲେ ରୂପବତୀ, ଗୁଣବତୀ। ଦୁହେଁ ଦୁହିଁଙ୍କର ଆଚାର ବ୍ୟବହାରରେ ଆକୃଷ୍ଟ ହୋଇ ପ୍ରେମରେ ପଡ଼ିଯାଇଥିଲେ। କାଞ୍ଚି ରାଜଜେମାଙ୍କୁ ବିବାହ କରିବା ପାଇଁ କପିଳେନ୍ଦ୍ର ଦେବ ମନସ୍ଥ କଲେ। କାଞ୍ଚି ରାଜା ମଧ୍ୟ ଉତ୍କଳୀୟ ରାଜାଙ୍କ ପାରଦର୍ଶିତା ଆଚରଣରେ ସନ୍ତୁଷ୍ଟ ହୋଇଯାଇଥିଲେ। କିଛି ଦିନ ପରେ କପିଳେନ୍ଦ୍ର ଦେବ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ। ରାଜା କପିଳେନ୍ଦ୍ରଙ୍କ ବିଷୟରେ ଜାଣିବା ପାଇଁ କାଞ୍ଚି ରାଜା ନିଜର ପ୍ରିୟ ମନ୍ତ୍ରୀକୁ ପଠାଇଥିଲେ। ସେହି ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଠିତ ହେଉଥାଏ। ବଡ଼ ଠାକୁର ପହଣ୍ଡି ବିଜେ ସାରି ରଥରେ ଉପବେଶନ କରିଥିଲେ। ଲକ୍ଷ ଲକ୍ଷ ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ରୁଣ୍ଡ ହୋଇଥାନ୍ତି। ପ୍ରଭୁଙ୍କ ନାମ ଜପ କରି ଭକ୍ତମାନେ ନୃତ୍ୟ କରୁଥାନ୍ତି। ହୁଳହୁଳି ଶବ୍ଦରେ ବଡ଼ଦାଣ୍ଡ କମ୍ପିତ ହେଉଥାଏ। ରାଜା ନିଜର ରାଜକୀୟ ଆଚରଣ ପରିତ୍ୟାଗ କରି ଭୃତ୍ୟ ପରି ରଥରେ ଝାଡ଼ୁ କରୁଥାନ୍ତି। ଏହା ଦେଖି ମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ନିଜ ରାଜ୍ୟକୁ ଫେରିଯାଇ ରାଜାଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲେ। କାଞ୍ଚି ରାଜା ଘୃଣାରେ ଥରି ଉଠିଲେ। କିଛି ଦିନ ପରେ ରାଜା କପିଳେନ୍ଦ୍ର ଦେବ ବିବାହ ପ୍ରସ୍ତାବ ପ୍ରେରଣ କଲେ। କାଞ୍ଚି ରାଜା ଏହାକୁ ପ୍ରତ୍ୟାଖ୍ୟାନ କଲେ ଏବଂ ରାଜାଙ୍କୁ ଝାଡ଼ୁଦାର କହି ଅପମାନିତ କଲେ। ରାଜଜେମାଙ୍କର ସ୍ୱୟଂବର ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଅପମାନରେ ଜର୍ଜରିତ କପିଳେନ୍ଦ୍ର ଦେବ ଦୁଃଖିତ ହେଲେ। କ୍ରୋଧାନ୍ୱିତ ହୋଇ କାଞ୍ଚି ଜୟ କରିବା ପାଇଁ ଅଗ୍ରସର ହେଲେ। ନିଜର ଭକ୍ତର ଏପରି ଅବସ୍ଥା ଦେଖି ପ୍ରଭୁ ମଧ୍ୟ ଦୁଃଖିତ ହେଲେ। ମା ସିଦ୍ଧ ବାସୁଳେଇଙ୍କୁ ସୁମରଣା କଲେ। ମା ସିଦ୍ଧ ବାସୁଳେଇ ପ୍ରଭୁଙ୍କ ନିକଟରେ କଳା ଏବଂ ଧଳା ଘୋଡ଼ା ରୂପରେ ପ୍ରକଟିତ ହେଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ବଳଭଦ୍ର ଘୋଡ଼ାରେ ବସି ସୈନିକ ସାଜି ଯୁଦ୍ଧରେ ଯୋଗ ଦେଲେ। ପ୍ରଭୁଙ୍କ କରୁଣାରୁ କାଞ୍ଚି ଜୟ କରି ରାଜା ପଦ୍ମାବତୀଙ୍କୁ ନେଇ ଫେରିଲେ। ବିଜୟୀ ହୋଇ ଫେରିବା ସମୟରେ ପ୍ରଭୁ ଭାଇଙ୍କ ସହ କଳା ଏବଂ ଧଳା ଘୋଡ଼ାରେ ଫେରୁଥାନ୍ତି। ସେହି ସମୟରେ ମାଣିକ ନାମକ ଗୌଡ଼ୁଣୀ ମୁଣ୍ଡରେ ହାଣ୍ଡି ଧରି ଦହି ବିକୁଥାଏ। ପ୍ରବଳ ଖରା ହେଉଥାଏ। ଦୁଇ ଭାଇଙ୍କ ତୃଷ୍ଣାରେ ତଣ୍ଟି ଶୁଖି ଯାଉଥାଏ। ମାଣିକ ଗୌଡ଼ୁଣୀ ଠାରୁ ଦୁଇ ଭାଇ ଦହି ପିଇ କଉଡ଼ି ନଥିବାରୁ ନିଜ ହସ୍ତରୁ ରତ୍ନ ମୁଦ୍ରିକା କାଢ଼ି ଗୌଡ଼ୁଣୀକୁ ପ୍ରଦାନ କଲେ। ପଛରେ ରାଜା ଆସୁଛନ୍ତି, ମୁଦିଟି ଦେଖାଇ ତୁମର କଉଡ଼ି ନେଇଯିବ ବୋଲି କହି ଚାଲିଗଲେ। ଗୌଡ଼ୁଣୀ ଅନ୍ୟ ଉପାୟ ନ ପାଇ ମୁଦିଟି ରଖିନେଲା। ସେ ଗରିବ ଗୋପାଳ ନାରୀ ରତ୍ନ ମୁଦି ବୋଲି କିପରି ବାବା ଜାଣିବ? କିଛି ସମୟ ପରେ ରାଜା ସେହି ବାଟ ଦେଇ ଆସିଲେ। ରାଜା ଆସିବା ସମୟରେ ଗୌଡ଼ୁଣୀ ରାଜାଙ୍କୁ ଅଟକାଇ ସମସ୍ତ ବୃତ୍ତାନ୍ତ ଜଣାଇଲା ଏବଂ ତାହାର କଉଡ଼ି ଦେଇ ସେ ମୁଦି ଫେରାଇ ନିଅନ୍ତୁ ବୋଲି ନିବେଦନ କଲା। ରାଜା ମୁଦ୍ରିକା ଦେଖି ଆଚମ୍ବିତ ହେଲେ। ମୁଦି ତ ପ୍ରଭୁଙ୍କର। ରାଜାଙ୍କର ଆଖିରୁ ଝରିଗଲା ଅଶ୍ରୁ। ପ୍ରଭୁ ମୋତେ ଦର୍ଶନ ଦେଇଥିଲେ, ଅଥଚ ମୁଁ ପାମର ଚିହ୍ନି ପାରିଲି ନାହିଁ। ଧନ୍ୟ ତୁ ମାଣିକ, ପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦର୍ଶନ ପାଇଲୁ। ମାଣିକ ଗୌଡ଼ୁଣୀ ଆନନ୍ଦରେ ଭାବ ବିହ୍ୱଳ ହୋଇ ଅଶ୍ରୁ ତର୍ପଣ କରିବାକୁ ଲାଗିଲା। ତାହାର କେଡ଼େ ସୌଭାଗ୍ୟ, ପ୍ରଭୁ ତାକୁ ଦର୍ଶନ ଦେଲେ। ପ୍ରଭୁଙ୍କର ଲୀଳା କିଏ ବୁଝିବ? ଯୁଦ୍ଧରୁ ଫେରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥ ସିଦ୍ଧ ବାସ୍ୟାଳୀଙ୍କୁ ବର ପ୍ରଦାନ କଲେ। ତୁମ୍ଭେ ଦୁହେଁ କୈବର୍ତ୍ତ କୂଳରେ
ଇଷ୍ଟଦେବୀ ରୂପେ ପୂଜା ପାଇବ। କୈବର୍ତ୍ତ୍ୟମାନେ ଯେତେବେଳେ ମା ସିଦ୍ଧ ବାସୁଳେଇଙ୍କ ପୂଜା କରିବାକୁ ଲାଗିଲେ, ମା ଦୁହେଁ ମୃଣ୍ମୟୀ ଘୋଡ଼ା ରୂପେ ପୁରୀର ବିଭିନ୍ନ ସାହିରେ କୈବର୍ତ୍ତଙ୍କ ଦ୍ୱାରା ପୂଜିତ ହେଲେ। ଚୈତ୍ର ପୂର୍ଣ୍ଣିମା ଦିନ ପୂଜା ପାଇ ତାହାର ପରଦିନ ଜାତିର ପରିଚ୍ଛାଙ୍କ ଘରୁ ପଣା ଭୋଗ ପାଇ ପ୍ରାୟ ସମସ୍ତ ବାସେଳି ମା ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ହୁଅନ୍ତି। ରାଜା ଫେରି ଦେଖିଲେ ଯେ କୈବର୍ତ୍ତମାନେ ନାଚ ଗୀତରେ ମଜିଛନ୍ତି। ଢୋଲ ବାଦ୍ୟରେ ବଡ଼ଦାଣ୍ଡ କମ୍ପି ଉଠୁଛି। ହୁଳହୁଳି ହରିବୋଲ କରତାଳିରେ ସମସ୍ତେ ଅଧୀର। ତୁଣ୍ଡରେ ମା ସିଦ୍ଧ ବାସୁଳେଇଙ୍କର ଜୟଗାନ କରୁଥିଲେ। ଏହି ସମୟରେ ପୁରୀ ରାଜା ମାଙ୍କର ମହିମା ବିଷୟରେ ପ୍ରଶ୍ନ କଲେ। କୈବର୍ତ୍ତମାନେ ମାଙ୍କର ଘୋଡ଼ା ରୂପ ଧାରଣ କରିବା କଥା ଜଣାଇଲେ। ରାଜା ମା ସିଦ୍ଧ ବାସୁଳେଇଙ୍କର ମହିମା ଉପରେ ସନ୍ଦେହ କରି ସର୍ତ୍ତ ରଖିଲେ, ଛାତ ଉପରେ ଥିବା ଭୋଗ ଯଦି ଏହି ମାଟି ଘୋଡ଼ା ଖାଇପାରିବ ତେବେ ମାଙ୍କର ମହିମା ଅନୁଭବ କରିବି। ସମସ୍ତଙ୍କ ସମ୍ମୁଖରେ ଭୋଗ ଛାତ ଉପରେ ରଖାଗଲା। ମାଟି ଘୋଡ଼ା ଧୀରେ ଧୀରେ ଉପରକୁ ଉଠି ଭୋଗ ଖାଇ ଫେରିଲା। ସତରେ ମାଙ୍କର ମହିମା ଅପାର। ସମସ୍ତେ ଜୟ ଜୟକାର କରିବାକୁ ଲାଗିଲେ। ପ୍ରଭୁଙ୍କ କୃପାରୁ ମା ସିଦ୍ଧ ବାସୁଳେଇ ଇଷ୍ଟଦେବୀର ମାନ୍ୟତା ପ୍ରାପ୍ତି ହେଲେ। ଯେଉଁ ସ୍ଥାନରେ ପ୍ରଭୁ ମାଣିକଠାରୁ ଦହିପାନ କରିଥିଲେ, ଲୋକମୁଖରେ ସେ ସ୍ଥାନ ମାଣିକପାଟଣା ନାମରେ ଖ୍ୟାତ ହୋଇଥିଲା। ପ୍ରଭୁଙ୍କର କରୁଣାରୁ ରାଜା କପିଳେନ୍ଦ୍ର ଦେବ ପଦ୍ମାବତୀଙ୍କୁ ନେଇ ଆସିଲେ। ମନ୍ତ୍ରୀଙ୍କୁ ସମର୍ପି ଗୋଟିଏ ଝାଡ଼ୁଦାର ସହ ବିବାହ କରାଇବେ ବୋଲି ଆଦେଶ ଦେଲେ। ମନ୍ତ୍ରୀ ଦ୍ୱିଧାରେ ପଡ଼ିଲେ। ରାଜା କପିଳେନ୍ଦ୍ର ଦେବ କ୍ରୋଧରେ ଏପରି କରିଛନ୍ତି ବୋଲି ଅନୁଭବ କରି ପ୍ରଭୁଙ୍କୁ ସୁମରଣା କଲେ। ପ୍ରଭୁଙ୍କ ଦୟାରୁ ଉପାୟଟିଏ ପାଇଲେ। ତାହାର ପରବର୍ତ୍ତୀ ବର୍ଷ ରଥଯାତ୍ରା ସମୟରେ ରାଜା ଛେରା ପହଁରା କରୁଛନ୍ତି। ସେହି ସମୟରେ ମନ୍ତ୍ରୀ ପଦ୍ମାବତୀଙ୍କୁ ନେଇ ଉପସ୍ଥିତ ହେଲେ ଏବଂ ପତ୍ନୀ ରୂପରେ ଗ୍ରହଣ କରିବାକୁ ଅନୁରୋଧ କଲେ। ହେ ରାଜନ, ବର୍ତ୍ତମାନ ଆପଣ ଜଣେ ଝାଡ଼ୁଦାରର କାମ କରୁଛନ୍ତି। ଆପଣଙ୍କ ଠାରୁ ଯୋଗ୍ୟ ଝାଡ଼ୁଦାର ଏ ମୁହୂର୍ତ୍ତରେ କାହାକୁ ମୁଁ ଦେଖିଲି ନାହିଁ। ଏ କନ୍ୟାଙ୍କୁ ଗ୍ରହଣ କରନ୍ତୁ। ରାଜା ମନ୍ତ୍ରୀଙ୍କର ଚତୁରତା ବୁଝିପାରିଲେ ଏବଂ ପଦ୍ମାବତୀଙ୍କୁ ରାଣୀ ରୂପେ ବିବାହ କଲେ। ପ୍ରଭୁଙ୍କ ଦୟାରୁ ଏସବୁ ସମ୍ଭବ ହୋଇପାରିଲା। ଭକ୍ତ ପ୍ରାଣବନ୍ଧୁ ପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତ ପାଇଁ ଅଧୀର ହୋଇଉଠେ ତାଙ୍କର ପ୍ରାଣ। ଏମିତି ବିଚିତ୍ର ପ୍ରଭୁ ଭକ୍ତ ତାଙ୍କର ଦାସ ହୋଇଯାଏ, ଆଉ ସେ ହୋଇଯାନ୍ତି ଭକ୍ତର ଦେବତା। ରାଜା କପିଳେନ୍ଦ୍ର ଦେବ ପ୍ରଭୁଙ୍କ କୃପାରୁ କାଞ୍ଚି ଅଭିଯାନରେ ବିଜୟ ପ୍ରାପ୍ତ ହେଲେ। ପ୍ରଭୁଙ୍କ ସୁଦୟାରୁ ମାଣିକ ଗୌଡ଼ୁଣୀ ପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦର୍ଶନ ପ୍ରାପ୍ତ ହେଲା। ଯୁଗ ଯୁଗ ପାଇଁ ଅମର ହୋଇପାରିଲା। ପ୍ରଭୁଙ୍କ କରୁଣାରୁ ମା ସିଦ୍ଧ ବାସୁଳେଇ ଇଷ୍ଟଦେବୀ ରୂପେ ପୂଜା ପାଇଲେ। ପ୍ରଭୁ ଭକ୍ତର ଭାବ ଡୋରରେ ବନ୍ଧା। ଭକ୍ତ ପାଇଁ ଅଧୀର ପ୍ରଭୁ ଭୁଲି ଯାଆନ୍ତି ନିଜର ସତ୍ତା। ନିଜକୁ ହଜାଇ ଦିଅନ୍ତି ଭକ୍ତ ଭିତରେ। ନିର୍ମଳ ହୃଦୟରେ ପ୍ରଭୁଙ୍କୁ ଯିଏ ଭକ୍ତି କରିଛି ସେ ପାଇଛି ପୂର୍ଣ୍ଣତା। ପ୍ରଭୁଙ୍କ କରୁଣା ନହେଲେ ଗଛରୁ ପତ୍ର ହଲେ ନାହିଁ। ସେହି ପ୍ରଭୁଙ୍କ କରୁଣାରୁ ଭକ୍ତ ହୁଏ ଯୁଗ ପୁରୁଷ। ଜଗତ କରେ ତାହାର ଜୟଗାନ। ସଂସାରକୁ ଶିକ୍ଷା ଦିଅନ୍ତି ପ୍ରଭୁଙ୍କୁ ପାଇବାର ଏକମାତ୍ର ମାଧ୍ୟମ ଭକ୍ତି ଏବଂ ପ୍ରଗାଢ଼ ବିଶ୍ୱାସ। ସଂସାରର ମୋହମାୟାକୁ ଅତିକ୍ରମ କରି ନିଜକୁ ପ୍ରଭୁଙ୍କ ନିକଟରେ ପୂର୍ଣ୍ଣ ରୂପେ ସମର୍ପଣ କରିବାକୁ ଦେଇଥାନ୍ତି ଶିକ୍ଷା। ସଂସାରରେ ଦିବ୍ୟଧାରା ପ୍ଲାବିତ ହୁଏ ଭକ୍ତି ମାଧ୍ୟମରେ। ପ୍ରଭୁଙ୍କର ଲୀଳା ବିଚିତ୍ର। ସେହି ଲୀଳାମୟଙ୍କ ଚରଣରେ ମୋର କୋଟି ନମସ୍କାର। ପ୍ରଭୁ ବିଶ୍ୱଦେବତା ଆଉ ମୁଁ ନିମିତ୍ତ ମାତ୍ର। ତାଙ୍କର ଅପାର କରୁଣା ଏବଂ ଗୁଣଗାନ କରିବା ମୋ ପକ୍ଷରେ ଅସମ୍ଭବ। ଅନେକ ମାଧ୍ୟମ ଆଶ୍ରୟରେ ଉପସ୍ଥାପନ କରିଅଛି। ସମସ୍ତ ତତ୍ତ୍ୱ ମୋର ପରିକଳ୍ପନା ଠାରୁ ଉର୍ଦ୍ଧ୍ୱରେ। ଯଦି ତ୍ରୁଟି ଥାଏ, ହେ କ୍ଷମାର ସାଗର, କ୍ଷମା ଦେଇ ତୁମ୍ଭ କରୁଣାର ବୃଷ୍ଟି ମୋ ଉପରେ ଅଜାଡ଼ି ଦେବ। ଜୟ ଜଗନ୍ନାଥ।